ମୁଁ ହଂସନାଥ ମୁଦୁଲି ଜଣେ ଗୀତିକାର ଏବଂ ଅନ୍ୟାନ୍ୟ ସହିତ ଲେଖେ, କିନ୍ତୁ ବୃନ୍ଦାବନ ସହିତ ମୋର ପ୍ରାୟ 50 ବର୍ଷ ତଳରୁ ଟିକେ ଅଳ୍ପ ସମ୍ପର୍କ ଥିଲା ଚିଠି ଦ୍ୱାରା। ତାପରେ ମୁଁ ବିଭିନ୍ନ ଜାଗାରେ ଓଡ଼ିଶାର ଅଲଗା ଜାଗା ରହି ଆସିଲା ପରେ ଭୁବନେଶ୍ୱର ଆସିବା ପରେ ପ୍ରାୟ 30 ବର୍ଷ ହେବ ଠାରୁ ତାଙ୍କ ସହିତ ସମ୍ପର୍କ ଅଛି। ଆମେ ରେଗୁଲାରଲି ରବୀନ୍ଦ୍ର ମଣ୍ଡପ ଜୟଦେବ ଭବନରେ ଗୀତ କରୁ। ସବୁ ସାଂସ୍କୃତିକ ଅନୁଷ୍ଠାନରେ ବୃନ୍ଦାବନ ଥାଆନ୍ତି। ଯେକୌଣସି ଆମେ ହଠାତ୍ ଦରକାର ପଡ଼େ ଗୀତ ହେବ 5 ଦିନ ଭିତରେ କହିଲେ ବି ସେ ସାଙ୍ଗେ ଆସିଯିବେ, ଆରେଞ୍ଜ କରିଦେବେ। ତାଙ୍କର ମୃତ୍ୟୁ ବା ପରଲୋକ ଗମନ ଆମ ସାହିତ୍ୟ ଓ ସଂସ୍କୃତି ପ୍ରତି ଗୋଟେ ଯୁଗରେ ଗୋଟେ ଅପୂରଣୀୟ କ୍ଷତି। ତାଙ୍କର ଗୋଟେ ଯୁଗର ଅବସାନ ହେଲା ବୋଲି କହିଲେ ଚଳେ। ସିଏ ଜଣେ ଏକାକୀ ଜଣେ ଅନୁଷ୍ଠାନ ଥିଲେ। ଆଉ ଗୀତି କବି, ନାଟ୍ୟ ନିର୍ଦ୍ଦେଶନା, ଚଳଚ୍ଚିତ୍ର ନିର୍ଦ୍ଦେଶନା, ସବୁଥିରେ ତାଙ୍କର ନାଟକ ରଚନା, ଗଳ୍ପ ରଚନା, କବିତା ରଚନା ସବୁଥିରେ ତାଙ୍କର ଧୁରୀଣ ପ୍ରବେଶ ଥିଲା। ତାଙ୍କୁ ଆଜି ମୁଁ ପ୍ରଣାମ କରୁଛି। ଧନ୍ୟବାଦ।